ମାଣବସା ଯାତ୍ରା ଉପଲକ୍ଷେ ହରଭଙ୍ଗା ବ୍ଲକର ବୁକେସିଙ୍ଗା ସହିତ ବିଭିନ୍ନ ସ୍ଥାନରେ ଡାଲଖାଇ ଯାତ୍ରା ଅନୁଷ୍ଠିତ। ଆଜି ଅପରାହ୍ନ 4ଟା ସମୟରେ ହରଭଙ୍ଗା ବ୍ଲକର ବୁକେସିଙ୍ଗା ସହିତ ବିଭିନ୍ନ ଗ୍ରାମରେ ଡାଲଖାଇ ଯାତ୍ରା ଅନୁଷ୍ଠିତ। ମାର୍ଗଶିର ମାସର ପଞ୍ଚମ ଗୁରୁବାର ଦିନ ଡାଲଖାଇ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହା ଏକ କୃଷିପ୍ରଧାନ ପର୍ବ ମା ଲକ୍ଷ୍ମୀ ଠାକୁରାଣୀଙ୍କ ପୂଜା ଅଟେ, ଯାହାକି ଡାଲଖାଇ ପର୍ବ ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି। ହରଭଙ୍ଗା ବ୍ଲକରେ ଏହି ଡାଲଖାଇ ଯାତ୍ରା ମୁଖ୍ୟତଃ ହୋଇଥାଏ। ମୁଖ୍ୟତଃ ଯାତ୍ରାର ପୂର୍ବଦିନ ମହିଳା ଓ ପୁରୁଷ ମିଶି ଡାଲଖାଇ ପୂଜା ଅନୁଷ୍ଠିତ ପୀଠକୁ ଲିପାପୋଛା କରି ବିଭିନ୍ନ ରଙ୍ଗ ବେରଙ୍ଗର କାଗଜ ଫୁଲରେ ସଜାଇ ଯାଇଥାନ୍ତି। ଗୁରୁବାର ଦିନ ଗ୍ରାମରୁ ଏକ ବିରାଟ ପଟୁଆରରେ ଢୋଲ, ମହୁରୀ, ନିଶାନ, ତରାସ ଧରି ଶ୍ରଦ୍ଧାଳୁ ପୀଠରେ ପହଞ୍ଚି ସେଠାରୁ ପୂଜାର୍ଚ୍ଚନା କରିବା ସହିତ ନାଚ ଗୀତ କରି ଗ୍ରାମ ଭିତରକୁ ପ୍ରବେଶ କରିଥିଲେ। ଏହି ଉପଲକ୍ଷେ ଗ୍ରାମର ପ୍ରତି ଘରେ ପୂର୍ଣ୍ଣ କଳସ, ଦୀପ ଲଗାଇ ଠାକୁରାଣୀଙ୍କୁ ବନ୍ଦାଣ କରିଥିଲେ। ଗ୍ରାମର ଦେହୁରୀ ବାହକଙ୍କ ଦ୍ୱାରା ପୂଜା ଅନୁଷ୍ଠିତ ହୋଇଥିଲା। ଯାତ୍ରା ହରଭଙ୍ଗା ବ୍ଲକର ବୁକେସିଙ୍ଗା, ଖରଭୁଇଁ, ଠିଡକାଜୋର, ସାତଖଣ୍ଡ, ଗଣ୍ଡିଶ୍ୱର, କଣ୍ଟିସର, କଣ୍ଟିଆପଦର, ଡାକପଦର, ଖାଲଗାଡୁ, ସୁରୁଣ୍ଡି ଆଦି ଗ୍ରାମମାନଙ୍କରେ ଏହି ଡାଲଖାଇ ଯାତ୍ରା ମହା ଧୁମଧାମରେ ପାଳିତ ହୋଇଯାଇଛି। ପୁଣି ଏହି ଗ୍ରାମମାନଙ୍କରେ ବିଳମ୍ବିତ ରାତିରେ ଅପେରା, ପୌରାଣିକ ନାଟକ ଆଦି ଗ୍ରାମର କଳାକାରମାନଙ୍କ ଦ୍ୱାରା କରାଯିବା ନେଇ ସୂଚନା ମିଳିଛି। ବୌଦ୍ଧରୁ ବୈଦ୍ୟନାଥ ସାମଲଙ୍କ ସହିତ ହରଭଙ୍ଗାରୁ ଚିତ୍ତରଞ୍ଜନ ସିଂଙ୍କ ରିପୋର୍ଟ, ମୋ ଜିଲ୍ଲା ଖବର।